ଆଜିକାଲି ଜମିରେ ୟୁରିଆ କିମ୍ବା ଗ୍ରୋମର ନଦେଲେ ଧାନ ତ ଜୟ ଜଗନ୍ନାଥ ସାଙ୍ଗମାନେ, ଆଶା କରୁଛି ଆପଣମାନେ ତ ଭଲରେ ଥିବେ। ତ ସେମିତି ଭଲରେ ଥାଆନ୍ତୁ, ମୁଁ ବି ଭଲରେ ଅଛି। ମୁଁ ପବିତ୍ର ଅନ୍ତାଲ ସ୍ୱାଗତ ଜଣାଉଛି ମୁଁ ଆଦିବାସୀ ବ୍ଲଗର ୟୁଟ୍ୟୁବ୍ ଚ୍ୟାନେଲକୁ। ତ ଫ୍ରେଣ୍ଡସ୍, ଆଜିର ଭିଡ଼ିଓ ଥିଲା କି ମାନେ ୟୁରିଆ ମାନେ ସାର ନ ଦେଇଥିବା, ୟୁରିଆ ଗ୍ରୋମର ୟୁଜ୍ ନ ହେଇଥିବା ଧାନ କେମିତି ଥାଏ ଆଉ ଦେଇଥିବାଟା କେମିତି ଥାଏ ଆଜି ଜାଣିବା। ତ ଭିଡ଼ିଓଟିକୁ କଣ୍ଟିନ୍ୟୁ ଦେଖନ୍ତୁ। ତ କେମିତି ତ କାହାର ଫରକ କେମିତି ଆପଣ ଜାଣିପାରିବେ। ତ ଆପଣମାନେ ଜାଣିଥିବେ କି ଆଜିକାଲି ଜମିରେ ୟୁରିଆ କିମ୍ବା ଗ୍ରୋମର ନଦେଲେ ଧାନ ବଢ଼େ କି ନାହିଁ। ଆକ୍ଚୁଆଲି ଆପଣମାନେ ଜାଣିଥିବେ କି ନ ଜାଣିଥିବେ ବି, ତା ଆଜି ସତ୍ୟତା ଜାଣିବା କେମିତି ହେଲା। ଦେଖନ୍ତୁ, ଏପଟେ ଏଇଟା ହେଉଛି ୟୁରିଆ ଗ୍ରୋମର ଦିଆହେଇଛି, କେତେ ହାଇଟ୍ ଦେଖାଯାଉଛି ଦେଖ। ଆଉ ଏପଟେ ଟୋଟାଲି ଦିଆଯାଇ ନାହିଁ। ଏପଟର ଧାନ ଦେଖ ପୁରା ହାଇଟ୍ କମ୍ ଅଛି। ଏଥିରେ ଆପଣମାନେ ଜାଣିପାରିଲେ କି ଯେହେତୁ ୟୁରିଆ କିମ୍ବା ଗ୍ରୋମର ନଦେଲେ ଆଜିକାଲି ଆଉ ଧାନ ବଢ଼ିପାରିବ ନାହିଁ। କାହିଁକିନା ସାର ଦେଇ ଦେଇକି ଜମିକୁ ଆମେ ପୁରା ଇଏ କରିଦେଇଛୁ। ଯେମିତିକି ଆଉ ସାର ନଦେଲେ ଟୋଟାଲି ଆଉ ଧାନ ବଢ଼ିବ ନାହିଁ। କାହିଁକିନା ଆଗରେ ଯେତେବେଳେ ଗୋବର ଖତ ୟୁଜ୍ କରୁଥିଲୁ ସେତେବେଳେ ଭଲସେ ମାନେ ୟୁରିଆ ପଟାସ୍ ନଦେଲେ ବି କାମ ଦେଉଥିଲା। ଏବେ ଆଉ ସେସବୁ କାମ ଦେଉନି। କାମ ତ ଦେବ, ତ ଆମେ କାହିଁକିନା ଗ୍ରୋମର ଆଉ ୟୁରିଆ ବେଶୀ ସାର ୟୁଜ୍ କରୁଛୁ, ସେଥିପାଇଁ ଜମିଟା ଅଭ୍ୟାସ ହେଇଗଲାଣି କି ଯେମିତି ମଣିଷକୁ ମଦ ପିଇ ପିଇ ଅଭ୍ୟାସ ହେଇଗଲା, ଯେମିତିକି ମଦ ନ ପିଇଲେ ଭଲ ଲାଗେନି, ସେମିତି ଜମିକୁ ମଧ୍ୟ ସେମିତି ହେଇଗଲା। ସେଥିପାଇଁ ଆମେ ଯଦି ଅଭ୍ୟାସ ତ କରିବାକୁ ପଡ଼ିବ, ତ କରିପାରୁନୁ। ତ ଆପଣ ଜାଣିଥିବେ ଯେ ଏଇଟା ୟୁରିଆ ଗ୍ରୋମର ଦିଆହେଇଛି, ସେଥିପାଇଁ ଏତେ ହାଇଟ୍ ଦେଖାଯାଉଛି ଧାନ। ପାଖାପାଖି 3 ଫୁଟ ହାଇଟ୍ ଅଛି। ଏପଟେ ଗୋଟିଏ ଫୁଟ ହିଁ ହେବ ଧାନ, ପୁରା ୟୁରିଆ କିଛି ଦିଆହେଇନି। ତ ମୁଁ ୟୁରିଆ ଧରି ଆସିଛି ତ ଏଇଠି ମାରିବା ପାଇଁ। ଆଉ ୟୁରିଆ କେମିତି ମରାଯାଏ ତ ଜାଣନ୍ତୁ ଆଜି କେମିତି ତରିକାରେ ମାରିଲେ ମାନେ ଜମିକୁ ଠିକ୍ ଭାବରେ ଧରିବ, ତ ମୁଁ ଆପଣଙ୍କୁ ଦେଖେଇବି। ତ ସାଙ୍ଗମାନେ, ଏଇଟା ହେଉଛି ୟୁରିଆ। ତ ଆପଣମାନେ ଗୋଟେ ଥର ଏମିତି କାଲି କିଛି ଦେବେନି, କାହିଁକିନା 2-3 ଥର ଏମିତି ଟିକେ ମାରିବାକୁ ପଡ଼ିବ, କାହିଁକିନା ଭଲସେ ଧାନରେ ପଡ଼ିବ ସମାନ ଭାବରେ, ନହେଲେ କେଉଁ ଜାଗାରେ ପଡ଼ିବନି। ସେଥିପାଇଁ ଏମିତି ମାରିବେ। ତ ବର୍ତ୍ତମାନ ଆମର ୟୁରିଆ ଆମର ସରିଲା। ଆଉ ବର୍ଷା ଟିକେ ହେଉଛି, ତ ଆମେ ଟିକେ ବର୍ଷା ହେଉଛି। ତ ଏମିତି ଯେଉଁଠି ହାଇଟ୍ ଜାଗା ଥିବ, ସେମିତି ଶୁଖିଲା ଇଏରେ ଟିକେ ଖରା ହେଉଥିବ, ଯଦି ସେ ସମୟରେ ୟୁରିଆ ଜମାରୁ ବି ମାରନ୍ତୁ ନାହିଁ। କାହିଁକିନା ଧାନରେ ମାନେ ଯେମିତି ଧାନ ପଡ଼ିଲା ଭଳିଆ ଦେଖାଯାଏ ସେମିତି ହେଇଯିବ। ସେଥିପାଇଁ ବର୍ଷା ହେଉଥିବ, ଯେମିତିକି ଟିକେ ଟିକେ ହେଉଥିବ, ମାନେ ଅଧିକ ବର୍ଷା ହେଲେ ଟିକେ ଯାହେଲେ ବି ପାଣି ବୋହିକି ନେଇଯିବ, ଯେଉଁଟାକି ୟୁରିଆକୁ ମାନେ ବେଶୀ ପାଣି ହେଲେ ହିଁ ନେଇଯାଏ। ଆଉ କମ୍ ପାଣି ହେଲେ ବି ବହୁତ ଭଲ, କାହିଁକିନା ମାଟିକୁ ମାନେ ଅତି ଶୀଘ୍ର ମାଟିରେ ମାନେ ମିଶିଯାଏ। ସେଥିପାଇଁ ଆଉ ଯଦି ଟିକେ ହାଇଟ୍ ଜାଗାରେ ଯେଉଁଟା ଶୁଖିଯାଇଥିବ ପୁରା ଖରା ହେଇକି, ସେ ଜାଗାକୁ ଟିକେ ମାରିଲେ ଏତେ ବି ଧରିବ ନାହିଁ। ମୁଁ ନିଜେ ବି ଟ୍ରାଏ ବି କରିଛି, ନିଜେ ସେଥିପାଇଁ କହୁଛି। ତ ଆଉ ଯେଉଁଠି ପାଣି ଥିବ, ଟିକେ ଟିକେ ପାଣି ଥିଲେ ସେଇଟା ହିଁ ଭଲସେ ଧରିବ। ଆଉ ବିଲକୁଲ ପାଣି ନଥିବ, ମାଟି ଅଧା ଥିଲେ ବି ବିଲକୁଲ ମାନେ ଯାହାହେଲେ ବି 30% କମିଯିବ, ଯେଉଁଟାକି ଆପଣ ମାରୁଛନ୍ତି ଏବେ 5 କେଜି ହେଉ 10 କେଜି ହେଉ ଗୋଟେ ଏରିଆ, ମାନେ ଏରିଆ କେତେ ଏରିଆକୁ ମାରୁଛ ସେଇ ହିସାବରେ 50% ଧରିବା କଥା। ଯାହାହେଲେ ବି 30% ଧରିବ, ଆଉ 20% ଧରିବ ନାହିଁ, ସେଇଭଳିଆ। ସେଥିପାଇଁ ଆପଣ ଯେବେ ବି ୟୁରିଆ ମାରୁଛନ୍ତି
ତ ମାନେ ଅଧା ମାଟିରେ ମାନେ ପାଣି ଟିକେ ଟିକେ ଏମିତି ଯଦି ଏମିତି ଜମିମାନଙ୍କୁ ହେଲେ ତ ଏମିତି ଇଡ଼ ଥିଲେ ଇଡ଼ରେ ପାଣି ଥିବ ଯଦି ତାହେଲେ ଇଡ଼ ଟିକେ ବାନ୍ଧି ଦେଇକି ଯେମିତି ପାଣି 2-3 ଘଣ୍ଟା ପାଇଁ କୁଆଡ଼େ ନ ଯିବ ଯେମିତି ଭଲସେ ଧରିବ ସେଇ ହିସାବରେ ବାନ୍ଧିକି ୟୁରିଆ ମାରିଲେ ବହୁତ ଭଲ ସେମିତି। ଆଉ ଦେଖିପାରୁଛ ଏଇଟା ତ ଏପଟେ ୟୁରିଆ ଦିଆହେଇଛି ଏପଟେ ନାହିଁ ସେପଟେ ବି ଦିଆହେଇଛି ତଳ ସେଇଟା ହାଇଟ୍ ଅଛି ପୁରା ଏଇଟା ହିଁ ପୁରା ହାଇଟ୍ କମ୍ ଅଛି ସେଥିପାଇଁ ଆଉ କ'ଣ ମାନେ ୟୁରିଆ ଗ୍ରୁମର ୟୁଜ୍ କରୁଥିବା ଭାଇମାନଙ୍କୁ କହୁଛି ତ ବର୍ତ୍ତମାନଠୁ ହିଁ ମାନେ ୟୁରିଆ ଗ୍ରୁମର ଟିକେ କମ୍ ୟୁଜ୍ କର ତାହିଁରେ ଗୋବର ଖତ ଟିକେ ୟୁଜ୍ କଲେ ଯାହାକି ଜମି ପାଇଁ ଭଲ ଟିକେ ମାନେ ହାଲକା ବି ରହିବ। ୟୁରିଆ ଗ୍ରୁମର ଦେଇକି ପୁରା ଜମି ଟାଣ ହେଇଗଲାଣି ଆଉ କିଛି ବର୍ଷ ଗଲେ ଚାଷ ବି ହେଇପାରେ କି ନପାରେ ଆଉ କେତେ ବର୍ଷ ଗଲେ ଆପଣ ନିଜେ ହିଁ ଜାଣିବେ। ମୁଁ ଏଇ କଥା ଗ୍ୟାରେଣ୍ଟି ଦେଇ କହୁଛି ଆଉ କେତେ ବର୍ଷ ଯଦି ଏମିତି ୟୁଜ୍ କରି ଚାଲିବ ତ ନିଶ୍ଚୟ ଜମି ଆଉ ଚାଷ ହେବନି। ଧାନ ଯେତେ ୟୁରିଆ ଗ୍ରୁମର ଦେଲେ ବି ବଢ଼ିବ ନାହିଁ କାହିଁକିନା ଯେଉଁ ଟାଇମ୍ରେ ନୂଆ ୟୁରିଆ ଗ୍ରୁମର ମାରୁଥିଲୁ ଟିକେ ମାନେ ଯାହା ହେଲେ ବି ଗୋଟେ ଏକରରେ ଏବେ ଜଣେ ତ ପାଖାପାଖି ଏକର କହିବାକୁ ଗଲେ 20-30 କେଜି ବି ମାରି ଦେଉଛନ୍ତି। ସେଇ ଜାଗାରେ ଯଦି 10 କେଜି ମାରିଲେ ବି ହାଇଟ୍ ହେଉଥିଲା କାହିଁକିନା ସେତେବେଳେ ଏ ମେଡ଼ିସିନର ପାୱାର ମାନେ ୟୁରିଆର ପାୱାରଟା ନୂଆ ପଡ଼ୁଥିଲା ସେଥିପାଇଁ କାମ ଦେଉଥିଲା। ଆଉ ଗୋଟେ ଏମିତି ବର୍ଷ ଗଲା ପରେ ସେ ଜାଗାରେ 20 କେଜି ଜାଗାରେ 30 କେଜି ହେଉ 40 କେଜି ଏମିତି ବଢ଼େଇକି ମାରିଲେ ସେଥିପାଇଁ ଜମିର ପାୱାରଟା କମିଗଲା। ଯେମିତି ମଣିଷକୁ ଏବେ ଯଦି ମଦ ହଉ ଯେଉଁଟା ଏବେ ଖାଇକି ବଡ଼ିର ଏନର୍ଜି ପାୱାରଟା କମିଯାଏ ସେତେବେଳେ ଯଦି ମାନେ କମେଇ ଦେଲେ ମଦ ଛାଡ଼ିଗଲେ ସେତେବେଳେ ଦେହ ହିଁ ଖରାପ ହୋଇଯାଏ କାହିଁକିନା ସେଇ ମଦକୁ କଣ୍ଟିନ୍ୟୁ ପିଇଥିଲେ ସେଇଟା ଯେମିତି ଗୋଟେ ମେଡ଼ିସିନ ଭଳିଆ କାମ କରୁଥାଏ। ଆଉ ଯଦି ମଦ ଛାଡ଼ିଦେଲେ ସେ ଲୋକ ଆଉ କେବେ ବଞ୍ଚିବନି। ଏଇଟା ଆପଣ ଜାଣିଛନ୍ତି କି ନାହିଁ ତ ଏଇଟା ମୁଁ ନିଜେ ଟ୍ରାଏ କରିଛି ସେଥିପାଇଁ ମୁଁ କହୁଛି। ତ ସେମିତି ତ ଏବେଠୁ ହିଁ ଜାଣିକି ଧୀରେ ଧୀରେ ଆପଣମାନେ ଗୋବର ଖତ ବା ଜିଆ ଖତ ଟିକେ ବ୍ୟବହାର କରନ୍ତୁ। ତ ମୁଁ ତ ୟୁଜ୍ କରୁଛି କାହିଁକିନା ପ୍ରତିବର୍ଷ ମୁଁ ୟୁରିଆ ଗ୍ରୁମର କମ୍ ଦିଏ। ଲୋକମାନେ ଗୋଟେ ଏକରକୁ ଯଦି 20-30 କେଜି ଦେଉଥିବେ ସେ ଜାଗାରେ ମୁଁ 10-15 କେଜି ବ୍ୟବହାର କରୁଛି। ଆଉ ଗୋବର ଖତ ପ୍ରାୟ ମୁଁ ବ୍ୟବହାର କରୁଛି। ସେଥିପାଇଁ କହୁଛି ଆପଣମାନେ ବି କମ୍ ୟୁରିଆ ଗ୍ରୁମର କମ୍ ବ୍ୟବହାର କରନ୍ତୁ କାହିଁକିନା ଏଇ ଜିନିଷଟା ଠିକ୍ ନୁହେଁ ସେଥିପାଇଁ ଆମ ଦେହଟା ବି କ୍ଷତିକାରକ ହେଉଛି। ସେଥିପାଇଁ କମ୍ କରିବା ଉଚିତ। ତ ଆଜିର ବ୍ଲଗ୍ ଏଇଠି ଶେଷ। ନିଶ୍ଚୟ ମୋତେ ସପୋର୍ଟ କରିବେ। ତ ଆଗାମୀ ଦିନରେ ଏମିତି ଭଲ ବ୍ଲଗ୍ ନେଇକି ଆପଣଙ୍କୁ ଦେଖେଇବି। ତ ରହିଲି, ନମସ୍କାର।